जय जगन्नाथ सांग मैंने आज सकाल सकाल पगटा कहीं कोहला कोहला लगुच मेघ उठी ହେଇପାରେ ବର୍ଷା ହେଇପାରେ। ବର୍ଷା ହେଲେ ତ ଜାଣିଥିବେ ଆପଣ ମାନେ ମୋ ପାଇଁ କେତେ ପ୍ରୋବ୍ଲେମ୍। ବର୍ଷା ହେଲେ ମାନେ ଟ୍ୟୁସନ୍ କରିବାରେ ବହୁତ ପ୍ରୋବ୍ଲେମ୍ ଥାଏ। ଆମେ କାରଣ ରାସ୍ତାରେ ଗଲାବେଳେ ଘଡ଼ଘଡ଼ି ବିଜୁଳି ଏଇସବୁ ଜିନିଷ ଭାରି ଡର। କିନ୍ତୁ କ'ଣ କରିବା, ବିଜୁଳି ଘଡ଼ଘଡ଼ି କିଏ ବି ମାନେ ଖାତିର କରେ। ତେଣୁ ପେଟ ପାଇଁ ନାଟ। ତେଣୁ ଆପଣମାନେ ତ ଜାଣିଥିବେ ଟ୍ୟୁସନ୍ ସାର୍ଙ୍କର ଦୁଃଖ। ଟ୍ୟୁସନ୍ ସାର୍ ମାନେ ଏ ଘରୁ ସେ ଘର, ସେ ଘରୁ ସେ ଘର, ଏ ଗାଁରୁ ସେ ଗାଁ, ଏମିତି ବୁଲି ବୁଲି ତାଙ୍କର ଦିନ ତମାମ କଟିଯାଏ। ଆପଣମାନେ ସମସ୍ତେ ତ ଟ୍ୟୁସନ୍ ବି ହେଇଥିବେ। ତେଣୁ କେବେ ଟ୍ୟୁସନ୍ ସାର୍ଙ୍କର ଦୁଃଖ ବୁଝିବାକୁ ଚେଷ୍ଟା କରିଛନ୍ତି? ଟ୍ୟୁସନ୍ ସାର୍ ମାନେ କେତେ ମାନେ ବାଧା ବିଘ୍ନରେ ଆପଣମାନଙ୍କ ଘରକୁ ଆସନ୍ତି। ଯେଉଁମାନେ ସବୁ ଘରେ ଟ୍ୟୁସନ୍ ସବୁ କରନ୍ତି ସବୁ, ତେଣୁ ବହୁ କଷ୍ଟରେ ସେମାନେ ସବୁ ମାନେ ସେ ଶୀତ ହଉ ଖରା ବର୍ଷା ସେମାନେ ଘରକୁ ସେମାନେ ସବୁ ଯାଆନ୍ତି ସବୁ। ତଥାପି ଗାର୍ଡ଼ିଆନ୍ ସେମାନଙ୍କର ଦୁଃଖ ଜାଣିପାରନ୍ତିନି। ପଚାରିବେ ସାର୍ ଯଦି ବର୍ଷା ହେଲା ମାନେ ସାର୍ ଆସିପାରିବେନି, ମାନେ ସିଧା କୋଶ୍ଚିନ୍ ସାର୍ କାଲି କାଇଁ ଆସିଲେନି। ତେଣୁ ସେମାନଙ୍କ ଦୁଃଖ ବି କିଏ ବୁଝୁଛି। ମୁଁ ଜଣେ ଟ୍ୟୁସନ୍ ସାର୍, ତେଣୁ ମୋର ମଧ୍ୟ ସେଇ ଏକା ଦୁଃଖ। ତେଣୁ ଏ ଟ୍ୟୁସନ୍ କରି ଚଳିବା କଥା। ମାନେ ଯାହା କୁହନ୍ତି ମୋର ଅନୁଭୂତି, ମାସ ସାରା ପିଲାମାନଙ୍କୁ ମାନେ ପାଠ ବୁଝେଇ ଦିନ ଯିବ, ତାପରେ ମାସ ପୁରିଲେ ଗାର୍ଡ଼ିଆନ୍କୁ ବୁଝେଇବାକୁ ପଡ଼ିବ ପଇସା ଦିଅ। ତେଣୁ ମୁଁ ଏଇ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ଟେ ଖୋଲିଛି, ବିଭିନ୍ନ ଲୋକ ବିଭିନ୍ନ ମତ ଦେଉଛନ୍ତି। କାହିଁ ସାର୍ ଆପଣ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି, କ'ଣ ଆପଣଙ୍କର ଇଏ? ତେଣୁ ମୋର କ'ଣ କିଛି ଅଧିକାର ନାହିଁ? ମୁଁ ଗୋଟେ କ'ଣ ଗୋଟେ ସୋସିଆଲ୍ ମିଡ଼ିଆ ଗୋଟେ ଚ୍ୟାନେଲ୍ ଖୋଲିପାରିବିନି? ଏମିତି ମାନେ ଦୁନିଆ ଲୋକଙ୍କର ବିଭିନ୍ନ କଥାର ଶିକାର ହେବାକୁ ପଡ଼ୁଛି। ଆଉ ଦୁନିଆ ଥଟ୍ଟା ପରିହାସ ମଧ୍ୟ କରୁଛନ୍ତି ଯେ କାହିଁ ଚ୍ୟାନେଲ୍ ଖୋଲା ହେଇଛି, କ'ଣ ହେଉଛି କି ଚାଲିବନି। ତଥାପି ମୁଁ ଏଗୁଡ଼ା ସବୁ ଏ କଥା ସବୁ ଭୃକ୍ଷେପ ନ କରି ମଧ୍ୟ ମୁଁ ଏ ଚ୍ୟାନେଲ୍ରେ ମୋର ପ୍ରତିଦିନ ଭିଡ଼ିଓ ଗୋଟେ ଅପଲୋଡ଼ କରୁଛି। ତେଣୁ ଆଶା କରେ ଆପଣମାନଙ୍କ ସପୋର୍ଟ ମଧ୍ୟ ମୋ ପ୍ରତି ରହିବ। କିଏ କ'ଣ ଭାବିଲେ ବା କିଏ କ'ଣ କହିଲେ ତେଣୁ କାହାର କିଛି ଯାଏ ଆସେ ନାହିଁ। ତେଣୁ ମୁଁ ଜାଣିଛି ଗୋଟେ କାମ କରିବାକୁ ହେଲେ ସମସ୍ତେ ପଛରୁ ଗୋଡ଼ ଟାଣିବେ, କେହି ଆପଣଙ୍କୁ ମାନେ ପ୍ରୋତ୍ସାହନ ଦେବେନି। ତେଣୁ ମନେ ରଖିଥାନ୍ତୁ, ଯାହା ବି କରିବେ ତେଣୁ ନିଜେ ଯାହା ଚାହୁଁଛନ୍ତି, ଯେଉଁଟା ଆପଣଙ୍କୁ ଠିକ୍ ଲାଗୁଛି କରନ୍ତୁ। କିଏ କ'ଣ ଭାବୁଛି, କିଏ କ'ଣ ପଛରେ କହୁଛି, ସେସବୁ କଥା ଆପଣ ଭୃକ୍ଷେପ କରନ୍ତୁନି। ସେଥିପାଇଁ ମୋର ଆପଣଙ୍କର ଭଲ ପାଇବା ଖୋଜୁଛି ଏବଂ ଆପଣଙ୍କର ସପୋର୍ଟ ଖୋଜୁଛି। ତେଣୁ ଆପଣମାନେ ଏଇ ଟ୍ୟୁସନ୍ ସାର୍କୁ ଟିକେ ସପୋର୍ଟ କରନ୍ତୁ। ଏଇ ଯେଉଁ ମୋ ଚ୍ୟାନେଲ୍ରେ ମୁଁ ଡେଲି ବ୍ଲଗ୍ ଗୋଟେ କରୁଛି, ଏଇସବୁ ଆମ ଗାଁ ଗହଳି ପରିବେଶ ଉପରେ ଆଉ ଆମର ଗାଁ ଗହଳି ଲୋକମାନଙ୍କ ଚାଲିଚଳଣି ଉପରେ ବ୍ଲଗ୍ଟି କରୁଛି। ତେଣୁ ଆପଣଙ୍କର ସପୋର୍ଟ ନିହାତି ଜରୁରୀ। ମୁଁ ଆଶା କରେ ଆପଣମାନେ ଭଲ ସପୋର୍ଟ ମଧ୍ୟ ଦେବେ। ଯଦି ଆପଣଙ୍କ ଭିତରୁ ଯଦି ଜଣେ କିଏ ବି ଟ୍ୟୁସନ୍ ସାର୍ ଥାଆନ୍ତି, ସେ ନିଶ୍ଚୟ ବୁଝିପାରୁଥିବେ, ଅନୁଭୂତି କରିପାରୁଥିବେ ସେମାନଙ୍କର ଦୁଃଖ। ସେମାନେ କେତେ କ'ଣ କଷ୍ଟ କରି ପିଲାମାନଙ୍କୁ ମଣିଷ କରନ୍ତି, କେତେ ଖରା ବର୍ଷାରେ ସେମାନେ ଯାଇକି ଟ୍ୟୁସନ୍ କରନ୍ତି ଏବଂ ସେମାନଙ୍କ ପିଲାଙ୍କୁ ମାନେ ଗାର୍ଡ଼ିଆନ୍ମାନଙ୍କ ପିଲାଙ୍କୁ ମଣିଷ କରନ୍ତି। କିନ୍ତୁ ମଣିଷ କଲା ପରେ ମଧ୍ୟ ମାନେ ଯାହା କୁହନ୍ତି ସେମାନଙ୍କର ଯେଉଁ ମାନେ ସ୍ନେହ ଶ୍ରଦ୍ଧା ସହାନୁଭୂତି ଟ୍ୟୁସନ୍ ସାର୍ ପ୍ରତି ନଥାଏ। ସେମାନେ ଭାବନ୍ତି ବୋଧେ ଏମାନେ ସବୁ ଆସୁଛନ୍ତି ଦୁଇ ପଇସା ପାଇଁ, ଆମ ଛୁଆଙ୍କୁ ମାନେ ପାଠ ପଢ଼ିଲେ ଗଲେ। କିନ୍ତୁ ଛୁଆମାନେ ତାଙ୍କରି ପରିଶ୍ରମ ଫଳରେ ଛୁଆମାନେ ମଣିଷ ହୁଅନ୍ତି। ସେମାନେ କେବେ ବି ଦିନେ ଉପଲବ୍ଧି କରନ୍ତିନି। ସେମାନେ ଟ୍ୟୁସନ୍ ସାର୍କୁ କ'ଣ ଭାବନ୍ତି କି ମୁଁ ଜାଣିନି। ମୁଁ ସବୁ ଗାର୍ଡ଼ିଆନ୍ ପାଇଁ ମୁଁ କହୁନି, କିଛିଟା ଗାର୍ଡ଼ିଆନ୍ ମଧ୍ୟ ଅଛନ୍ତି। ତେଣୁ ଦେଖିବାକୁ ଗଲେ ଆପଣ ଭାବନ୍ତୁ, ପିଲାମାନେ ଯଦି ମଣିଷ ହୁଅନ୍ତି 90% କେବଳ ଟ୍ୟୁସନ୍ ସାର୍ଙ୍କ ଯୋଗୁଁ। କେଉଁ 10% କ୍ୱଚିତ୍ ସ୍କୁଲ୍ ସାର୍ଙ୍କର ଚେଷ୍ଟା ଫଳରେ ହୋଇଥାନ୍ତି। କିନ୍ତୁ ମୋ ଜାଣିବାରେ 90% ଟ୍ୟୁସନ୍ ସାର୍ଙ୍କର କିଛି ଅବଦାନ ଥାଏ। କିନ୍ତୁ ତଥାପି ମଧ୍ୟ ଟ୍ୟୁସନ୍ ସାର୍କୁ କେହି ପଚାରନ୍ତିନି। ଯଦି ବି କିଏ ଗୋଲ୍ଡ ମେଡ଼ାଲ୍ ହେଲା, ଯଦି ବି କିଏ ଟପର୍ ହେଲା, କି ଆମର କୌଣସି ପାଠରେ ପଦୋନ୍ନତି ହେଲା, ସେମାନେ ପ୍ରଥମେ ସେମାନଙ୍କ ସ୍କୁଲ୍ ସାର୍ଙ୍କୁ ପ୍ରାୟୋରିଟି ଦିଅନ୍ତି। କିନ୍ତୁ ଏମିତି ଆମେ ସବୁ ଅବହେଳିତ ଟ୍ୟୁସନ୍ ଟିଚର୍ ସବୁ। ତେଣୁ ଦୟାକରି ମୋ ଭିଡ଼ିଓ ଟିକେ ସପୋର୍ଟ କରନ୍ତୁ।
आशा करे ये छोटिया ब्लॉगटी आपको भल लगी जदि भल लगी टे लाइक करदे नुआ आसो बंधु मैंने चैनल सब्सक्राइब करदे ये ट्यूशन सार टे सपोर्ट करूँ रोची जय जगन्नाथ।